କହିବ ମୋ ଗୋପାଳଙ୍କ କଥା ମନେ ପଡ଼ିଗଲା ତ। ଖାଉନି ସେ ଗୋଟେ ଚୋର, ତାଙ୍କ ନା ଆପଣ ମୋ ଆଗରେ କେବେ ଧରିବେନି। କାହାକୁ ଚୋର ବୋଲି କହୁଛ? କାହାକୁ ଚୋର ବୋଲି କହୁଛ? ଯେମିତି ପୁରା ଦୁଃଖ ବୁଝି ପାରେ ଆଉ ଥରେ ତାକୁ ଚୋର ବୋଲି କହିଲେ ମୁଁ ଭୁଲି ଯିବି ତମ ବୋଉ ବୋଲି। ଚୋରକୁ ଚୋର କହିବି କଣ ସାଧୁ ବୋଲି କହି? ତମ ବାପା ଚୋର, ସେଠୁ ଆଜି ଚୋର। ଆମରି ଘରେ ତ ଶ୍ୱଶୁରକୁ ମାରି ଆମର ସବୁ ସମ୍ପତ୍ତି ନେଇଗଲେ। ଆମରି ଭାରତରେ ବଡ଼ ଲୋକେ ଦେଖଉଛି ସିଏ। ମମ୍ମି ଖାଲି ସେତିକି ନୁହେଁ ମା, ସେଦିନ ମୋ ଗୋପାଳ ଟଙ୍କା ଚୋରି କରିନଥିଲା। ମୁଁ ନିଜେ ସେଇ ଟଙ୍କା ନେଇ ତା ବାକ୍ସରେ ରଖିଦେଇଥିଲି। ଆଉ ମୁଁ ଚାହୁଁଥିଲି ସିଏ ଯେମିତି ଏମିତି ଭାଇ ପାଖରେ ନ ରହୁ। ମମ୍ମି এই ସତ କଥା ପଦଟି ଆପଣଙ୍କ ମୁହଁରୁ ଶୁଣିବା ପାଇଁ ମୁଁ ଆଜି ଯାଇ ଚୁପ୍ ଥିଲି ମମ୍ମି। ଯୋଉ ମଣିଷ ନିଜ ପ୍ରେମକୁ ବିକ୍ରି କରି ନିଜ ସାନ ଭାଇର ପାଠ ପଢା ପାଇଁ 5 ଲକ୍ଷ ଟଙ୍କା ଆଣିପାରନ୍ତି, ସେ କେବେ ବି 20 ଲକ୍ଷ ଟଙ୍କା ଚୋରି କରିପାରିବେନି ମମ୍ମି। ସେ କେବେ ବି ଚୋରି କରିପାରିବେନି। କଣ କହିଲୁ? ମୋ ଗୋପାଳ ଭଲ ପାଉଥିଲା, ପ୍ରେମ କରୁଥିଲା। କିଏ ସେ ଝିଅ? ଥରେ ମତେ ତା ପାଖକୁ ନେଇ ଚାଲ। ମମ୍ମି ସେ ଝିଅକୁ ଆପଣ ଭଲ ଭାବରେ ଜାଣିଛନ୍ତି ମମ୍ମି। ତା ବାପାକୁ ଆପଣ ଘୃଣା କରନ୍ତି। ସେ ଏକ ଅମଣିଷର ଝିଅ। ସେ ଝିଅଟା ତୁ ନୁହଁ ତ? ହଁ ମମ୍ମି, ସେ ହତଭାଗିନୀଟିଏ ମୁଁ ମମ୍ମି।